ମହୁମାଛି କବିତାର କବି ସରୋଜ ରଞ୍ଜନ। କବିତା କେବେ ବି ସାଦା ଓ ସହଜରେ ଅଭିବ୍ୟକ୍ତି ଲଭେନା। କବିତାର ପ୍ରକାଶକରଣ ସର୍ବଦା ଜଟିଳ, କାରଣ ଏହା ବେଶୀ କରି ହୃଦୟ ବୃତ୍ତିକୁ ଆନନ୍ଦ ନ ଦେଇ ମସ୍ତିଷ୍କ ବୃତ୍ତିକୁ ଆନନ୍ଦ ଦେଇଥାଏ। ମସ୍ତିଷ୍କର ସଞ୍ଚାଳନ କବିତା କରାଏ। ବୌଦ୍ଧିକ କବିତା ହିଁ ବେଶୀ କରି ଏପରି କରେ। ତେଣୁ ବୌଦ୍ଧିକ କବିତାକୁ ସବୁ ପାଠକ ସହଜରେ ବୁଝିପାରି ନଥାନ୍ତି ଏବଂ ଏଥିପାଇଁ ମସ୍ତିଷ୍କକୁ ଭାବନାନିଷ୍ଠ ଭାରାକ୍ରାନ୍ତ ମଧ୍ୟ କରିବାକୁ ଚାହାନ୍ତି ନାହିଁ। କହନ୍ତି, କବିତାଟିକୁ ପଢ଼ିବୁ ବୋଲି ଏତେ ଚିନ୍ତାଗ୍ରସ୍ତ କିଏ ହେବ? ମୁଣ୍ଡ ବୁଲାଇ ଦେଉଛି। କିନ୍ତୁ ବୌଦ୍ଧିକ କବିତାରେ ହିଁ ପ୍ରକୃତ ଆନନ୍ଦ ଥାଏ। ହୋଇଥାନ୍ତୁ ଏହାର ପାଠକ ସଂଖ୍ୟା ସ୍ୱଳ୍ପ, ସେ ଲାଗି ବୌଦ୍ଧିକ କବିତା ବେଶୀ ପାଠ୍ୟାନ୍ତର୍ଗତ ହୋଇ ନଥାନ୍ତି। ସାମାନ୍ୟ ବୌଦ୍ଧିକ ତଥା ବାରମ୍ବାର ଚଳି ଆସୁଥିବା ବୌଦ୍ଧିକ କବିତା ହିଁ ପାଠରେ କୋର୍ସରେ ପଢ଼ାଯାଏ। ବାରମ୍ବାର ପାଠ୍ୟାନ୍ତର୍ଗତ ହୋଇଥିବାର ନଜିର ହେଲା ରମାକାନ୍ତ ରଥଙ୍କର ଜହ୍ନରାତି କବିତା। ଏହାର ନୋଟ୍ ବା ଅର୍ଥ ପ୍ରକରଣ ପୂର୍ବରୁ ଅଛି, ତେଣୁ ପାଠ୍ୟରେ ପ୍ରଚଳିତ ହେଲେ କରିଲେ ଅଧ୍ୟାପନା କରିବା ତଥା ବୁଝାଇବା ସହଜ ହେବ। ପରିଶ୍ରମ ଏତେଟା ନାହିଁ। ପୁଣି ରମାକାନ୍ତ ଲୋକପ୍ରିୟ, ଜନପ୍ରିୟ, ବହୁଳ ପୁରସ୍କୃତ କବି। ତେଣୁ ସେ ହିଁ ବାରମ୍ବାର ପାଠରେ ପଢ଼ାଯିବେ। ସରୋଜ ରଞ୍ଜନ କାହିଁକି ପଢ଼ାଯିବେ? ସରୋଜ ରଞ୍ଜନ ଯେ ଉତ୍କୃଷ୍ଟ ଧରଣର ବୌଦ୍ଧିକ କବି, ଏହା ଅଧିକାଂଶ ପାଠ୍ୟ ନିର୍ବାଚକୀ ଜାଣନ୍ତି ନା ନାହିଁ ସନ୍ଦେହ। କିନ୍ତୁ ସରୋଜ ରଞ୍ଜନଙ୍କର କବିତାମାନ ବାରମ୍ବାର ସମ୍ପାଦିତ କବିତା ବହିର ସଂକଳନମାନଙ୍କରେ ସ୍ଥାନିତ ହୋଇଥାଏ, ହେଲେ ପାଠ୍ୟରେ ଅନ୍ତର୍ଗତ କରାଯାଇ ନଥାଏ। ପରମ୍ପରା ପ୍ରୀତିର ଆଗ୍ରହ ବେଶୀ କାହିଁକି? ଅପିତୁ ପୁରୋଦୃଷ୍ଟିକ ଚେତନାକୁ ଅଗ୍ରାଧିକାର ଦିଆଯାଉ। ପାଠ୍ୟାନ୍ତର୍ଗତ ହୋଇ ନଥିବା କବି ପାଠରେ ପଢ଼ାଯାଆନ୍ତୁ। ନୂତନ କବିର ଭଲ କବିତାକୁ ଅନ୍ତତଃ ସ୍ଥାନିତ ଆଗ୍ରହ ବଢ଼ୁ। ଆମ ନିର୍ବାଚକୀ କବିଙ୍କୁ ଦେଖନ୍ତି, ହେଲେ କବିତାକୁ ମୋଟାମୋଟି ଦେଖନ୍ତି ନାହିଁ। ଫଳରେ ନୂଆ କବିର ଉତ୍କୃଷ୍ଟ ମାନର କବିତା ପାଠରେ ପଢ଼ାଯାଇ ପାରେନି, ବିଚରା ନିରାଶ ରହେ। ଅପେକ୍ଷା କରେ ଆଗାମୀକାଲିକୁ। ଏଭଳି କହିବାର ଉଦ୍ଦେଶ୍ୟ ନୁହେଁ କି ସରୋଜ ରଞ୍ଜନ ମହାନ୍ତି ମହାଶୟ ନୂଆ କବି ବୋଲି। ସେ ପ୍ରବୀଣ, ହେଲେ ପଠିତବ୍ୟ ନୁହନ୍ତି। କାଚ ସୋକେସରେ ରହିବେ, ହେଲେ ପାଠ୍ୟକ୍ରମର ପୃଷ୍ଠାକୁ ବାହାରିବେ ନାହିଁ। ଏହା କ'ଣ ତାଙ୍କ କବିପଣର ପ୍ରକୃତ ମର୍ଯ୍ୟାଦା କି? ତେବେ ସରୋଜ ରଞ୍ଜନଙ୍କର ମହୁମାଛି କବିତା ମୋତେ ପଢ଼ିବାରେ ଭାବବିହ୍ୱଳ ଆନନ୍ଦ ଦେଇଥିବାରୁ ତାର ସମୀକ୍ଷା ରଚନା ପ୍ରୟାସୀ ହେଲି। ଏହା ଏକ ପ୍ରତୀକଧର୍ମୀ କବିତା। ମହୁମାଛିର ସାଧାରଣ ଚିତ୍ର ପ୍ରଦାନ ଭିତରେ ଲମ୍ପଟ, କାମୁକ, ବେଶ୍ୟାସକ୍ତ ମଣିଷର ଭ୍ରଷ୍ଟାଚାର କର୍ମଟି ଜଡ଼ିତ ହୋଇଛି। ଦୁନିଆ ବା ମାନବ ସମାଜ ରୂପଗତ ଉଦ୍ୟାନରେ। କବିବର ରାଧାନାଥ ରାୟ ଚନ୍ଦ୍ରଭାଗା କାବ୍ୟରେ କହିଛନ୍ତି, କିନ୍ତୁ ରୂପ ଥିଲେ ପ୍ରଚ୍ଛନ୍ନେ କେବେ ରସିକ ଛାଡ଼େ, ମଧୁ ଥିଲେ ପୁଷ୍ପେ ଯତନେ ଖୋଜି ମଧୁପ କାଢ଼େ। ଯେ ଅଟେ ଜଗତ ଜନର ମନ ନୟନକାରା, ଅପ୍ରକଟ ହୋଇ ରହିବା ପାଇଁ କାହିଁ ତା ଚାରା। ମଣିଷ ସଂସାରରେ ଯିଏ ଭ୍ରଷ୍ଟ, ନଷ୍ଟ ଚରିତ୍ର, କାମ ପିଆସୀ, ମନଧାରୀ, ସେ ଗୋଟିଏ ବିଛଣାର ନାୟକ ନାୟିକା ହେବାକୁ ନ ଚାହିଁ ସହସ୍ର ଶଯ୍ୟାର ନାୟକ ନାୟିକା ହେବାରେ ଲାଳସୀ, ଆଗ୍ରହୀ। ଏଭଳି ଲୋକକୁ ସମାଜ ବଜାରୀ କହେ। କହୁ, ତାର କି ଯାଏ ଆସେ? ଯିଏ ଯାହା କହୁ, ମୋର ଢୋ ନାମକ ଓଡ଼ିଆ ସିନେମାର ଏଭଳି ଲୋକ ବେଖାତିର ସତ୍ତା। ପରବାଏ ନାହିଁ, ଖାତିର ନାହିଁ। ମଣିଷକୁ ଏଭଳି ଯୌନ ପରିତୃପ୍ତି ଦେବା ପାଇଁ ବେଶ୍ୟାଳୟ ସବୁ ସହର ନଗର ଗାଁରେ ବି ରହିଅଛି। କୋଉଠି ଅର୍ଥ ଦେଇ, ଆଉ କୋଉଠି ଅସନ୍ତୋଷ ନେଇ। ଅର୍ଥ ଫୋପାଡ଼ି କାମୁକ ବିଟପୀ ପୁରୁଷ ବେଶ୍ୟାଳୟ ଗଲା। କୋଉଠି ସ୍ତ୍ରୀ ସ୍ୱାମୀ ଉପରେ ମାନସିକ ଅତୃପ୍ତି ଘୃଣା ଥିବାରୁ ମଣିଷ ସ୍ୱକୀୟା ପ୍ରୀତି ବଦଳେ ପରକୀୟା ପ୍ରୀତି କଲା। ପ୍ରେମକୁ ଦୁଇ ପ୍ରକାର ଭାଗ କରାଇ ନିଜ ଜୀବନରେ ଯିଏ ଯହିଁ ରସେ, କିଆ ଫୁଲ ପରି ବାସେ। ତେବେ ମଣିଷ କାହିଁକି ଏମିତି
ହୁଏ। ଏହା ପଛରେ ନିହିତ କାରଣ ହେଲା ମନରେ ସଂଯମର ଅଭାବ। ଅଭ୍ୟସ୍ତ ଘସରା ରେଜିକି ପଇସା ଭଳି ଜୀବନରେ ଭିନ୍ନ ଏକ ସ୍ୱାଦ ନେବାର ପିପାସା, ଯୌନ ଅକ୍ଷମତା, ପାରିବାରିକ ଅଶାନ୍ତି, ଉପଯୁକ୍ତ ଆକାଂକ୍ଷିତ ଯୌନ ସୁଖ ପ୍ରାପ୍ତିର ଅଭାବ ବା ନାସ୍ତିତ୍ୱ, ନଥିବାପଣ। ଦିବ୍ୟ କୋରାନ୍ କହିଛି, ଭ୍ରଷ୍ଟାଚାର ବା ବଦକାରୀ ବା ଦୁଷ୍କର୍ମ ପାଖକୁ ଯାଅନା, ଏହା ବହୁତ ଖରାପ ରାସ୍ତା। ଶୀଘ୍ର ହେଉ ଅବା ବିଳମ୍ବରେ ମୁଁ ଅଲ୍ଲାହ ଏଭଳି ମଣିଷକୁ ଧରିବି, କାରଣ ମୁଁ ମଣିଷର କାମକୁ ଅଦୃଶ୍ୟରେ ଥାଇ ଦେଖୁଛି। ମଣିଷ ମୋ କବଳରେ ଅଛି, ସେଥିରୁ ବାହାର ନୁହେଁ। ବାଟ ବତାଇ ଦେଲି, ବାରଣ ଲଗାଇ ଦେଲି, ଏବେ ସିଦ୍ଧାନ୍ତ ହେ ଲୋକେ ତୁମର, ମୋର ନୁହେଁ। କାରଣ ବୁଦ୍ଧି ବିବେଚନା ଶକ୍ତି ଦେଇଛି, ତେଣୁ ବାଧ୍ୟ କରିବି ନାହିଁ କି ଛାଡ଼ିବି ନାହିଁ। ଆକାଂକ୍ଷା ପଛରେ ପଡ଼ନା, ମୋର ଆଦେଶିତ ନିର୍ଦ୍ଦେଶିତ ରାସ୍ତାରୁ ବାହାରିଯିବ। ଜୀବନ ଧାରଣର ମାନଦଣ୍ଡ ଅଛି, ତାକୁ ଭୁଲନା। ଭୁଲିଗଲେ ମୁଁ ବି ତୁମକୁ ଭୁଲାଇ ଦେବି। ଶୈତାନ ତୁମର ମୁକ୍ତ ଶତ୍ରୁ, ତେଣୁ ତୁମେ ତାକୁ ଶତ୍ରୁ ବୋଲି ସର୍ବଦା ଭାବ। ସେ ତୁମ ସହିତ ମିତ୍ରତାର ଛଳନା କରି ତୁମକୁ ଶେଷରେ ଅସହାୟ କରି ଛାଡ଼ି ପଳାଇବ, ଆଉ ସେତେବେଳେ ତୁମେ ଅନୁତାପ କରି ବସିବ। ସମ୍ବାଦରେ ଏଭଳି ଅନେକ ଖବର ରହିଛି ଯେ, ଯେଉଁମାନେ ପରକୀୟା ପ୍ରତି ଅବୈଧ ଯୌନ ସମ୍ପର୍କ ରଖିଛନ୍ତି, ସେମାନେ ଅକାଳରେ ହତ୍ୟା ଦ୍ୱାରା ମୃତ୍ୟୁର ଶିକାରରେ ପଡ଼ିଛନ୍ତି। ଏହା କ'ଣ ଆଗାମୀ ମଣିଷ ପାଇଁ କୋରାନର ସତ୍ୟତା ଜନିତ ଶିକ୍ଷା ନୁହେଁ? ପ୍ରେମର ପ୍ରକରଣରେ ମାନବ ସମ୍ପ୍ରଦାୟରେ ଏମିତି ପରକୀୟା ପ୍ରୀତି ଥିବାରୁ ମହୁମାଛି କବିତାର ସାହିତ୍ୟ ରାଜ୍ୟରେ ଆବିର୍ଭାବ ହେଲା। ସୁତରାଂ ଏଥିପାଇଁ କବି ଦୋଷୀ ନୁହନ୍ତି, ବରଂ ପ୍ରଶଂସାର ପାତ୍ର। ଯେହେତୁ କବିତାକୁ ବୁଦ୍ଧିଦୀପ୍ତ ଢଙ୍ଗରେ ଲେଖିଛନ୍ତି, ସହଜରେ ନ ଲେଖିକି ଲେଖିବାରେ ମୁଣ୍ଡ ଖେଳାଟି ଅଛି। ବି ବା ମହୁମାଛି ବଗିଚାରେ ଥିବା ଫୁଲଗଛମାନଙ୍କରେ ଉଡ଼ି ବୁଲେ। ସେ ଗଛରୁ ଗଛକୁ ଉଡ଼ି ଉଡ଼ି ଯାଇ ବସେ। ମହୁ ସଂଗ୍ରହ କରେ, ଶୁଣ୍ଢରେ ଶୋଷିକି। ସୁତରାଂ ବଗିଚାରେ ମହୁମାଛିର ଉଡ଼ି ଉଡ଼ି ବୁଲି ମଧୁ ସଂଗ୍ରହ କରିବାର ଦୃଶ୍ୟର ଦର୍ଶନ କବି ମନରେ କବିତାର ସୃଜନ ବାସ୍ତବିକତାକୁ ଆଣିଛି। ଆଉ କବି ସହଜ ନ ହୋଇ ଭାବପ୍ରକାଶକରଣରେ ଜଟିଳ ବୌଦ୍ଧିକ ବ୍ୟଞ୍ଜନାଧର୍ମୀ ହୋଇଛନ୍ତି। କବି କହୁଛନ୍ତି, ବଗିଚାର ଯେକୌଣସି ସୁଗନ୍ଧିତ ବାସ୍ନାରେ ଧୋଇ ହୋଇ ଯାଉଥିବା ଫୁଲଟିଏ ଫୁଟିବାର ଦେଖିଲେ ବା ଫୁଲ ଫୁଟିଗଲେ ଫୁଲ ଭିତରେ ମହୁମାଛିକୁ ଡାକି ଆଣିବାର ଇଚ୍ଛା ବା ମନୋଭାବ ଜାଗି ଉଠେ। ଇଚ୍ଛା ହୁଏ ଫୁଲ ପବନରେ ନିଜର ମହକ ବାସ୍ନାକୁ ବ୍ୟାପ୍ତ କରାଇ ପ୍ରେରଣ କରାଇ ତାକୁ ଦାନ କରିବାର ଉତ୍ସର୍ଗ ପତ୍ର ବା ଚିଠି ପବନ ଜରିଆରେ ମହୁମାଛି ପାଖକୁ ପଠାଇଥାଏ। ଏହାକୁ କବି ମଣିଷ, ପିଲା, ସେ ଝିଅ ପୁଅ ଯିଏ ବି ହୋଇଥାନ୍ତୁ ନା କାହିଁକି, ଯୁବକ ଯୁବତୀ ବା ଯୌବନରେ ଆସି ଉପନୀତ ହେଲେ, ପହଞ୍ଚିଗଲେ ବିଷମଲିଙ୍ଗୀ ଦୁଇଜଣ ମନୁଷ୍ୟ ଯୌବନର ମାଦକତାରେ ବିଭୋର ମତୁଆଲା ହୋଇ ପରସ୍ପର ପ୍ରତି ଆକୃଷ୍ଟ ହୋଇଥାନ୍ତି। ଆକୃଷ୍ଟ ହେଲେ ଯାଇ ମନ ଚାହିଁବ, ପ୍ରୀତି ଜାଗିବ, ଶରୀର ମିଳିତ ହେବ। ବୈଧ ଉପାୟରେ ହେଉ ଅଥବା ଅବୈଧ ଉପାୟରେ ହେଉ, ଯେମିତି ହେଉ ଏମିତି ହେବ। ଜୀବନର ଏହା ପ୍ରାକୃତିକ ଗତି। ପ୍ରେମ ଉଦ୍ୟାନରେ ସୌନ୍ଦର୍ଯ୍ୟର ସୁଗନ୍ଧ, ତେଣୁ ମଣିଷ ମହୁମାଛି। ବିଭିନ୍ନ ମନୁଷ୍ୟକୁ ଦେଖିଲା ପରେ ଯାଇ ତ ତାର ସୁଗନ୍ଧର ଆଘ୍ରାଣ କରିବ। ଯେମିତି ବିଭିନ୍ନ ବିବାହ ପ୍ରସ୍ତାବ ପଡ଼େ, ସେମିତି ମଣିଷ ଭିତରେ ପ୍ରେମର ଖୋଜା ଚାଲେ କି କାହାକୁ ପ୍ରେମ କରାଯିବ। ମନର ମଣିଷକୁ ଚାହୁଁଥିବା ପ୍ରାପ୍ତିକୁ। କବିଙ୍କ ଭାଷାରେ ଏମିତି ଫୁଲର ବାସ୍ନାରେ ବିଭୋର ହେବାକୁ ଜନ୍ମ ହୋଇଥିବା ମହୁମାଛିକୁ ତା ଡେଣା ଏକା ନିଶ୍ୱାସରେ ଉଡ଼ାଇ ବାତୁଳ କରି ନେଇ ଆସେ ଫୁଲଟି ପାଖକୁ। ମଣିଷ ଖୋଜେ ମନର ମଣିଷକୁ ପ୍ରେମିକ ପ୍ରେମିକା ଭାବରେ। ଏଭଳି ଖୋଜୁଥିବା ବେଳେ ପ୍ରେମିକ ପୁରୁଷ ମହୁମାଛି, ଯୁବତୀ ନାରୀ ପ୍ରେମିକା ଫୁଲ ପାଖକୁ ମନର ସ୍ୱୀକୃତିର ଆପେ ଚାହିଁବାରେ ଫୁଲ ପ୍ରେମିକା ଗୁଲବଦନ ପାଖକୁ ସ୍ୱତଃ ଆସିଯାଏ। ପ୍ରେମ ନିଶା ଯାହାକୁ ଲାଗିଲା, ସେ ଆଉ ସ୍ଥିର ହୋଇ ରହିପାରିବ? ବାୟା ବାତୁଳ ପାଗଳ ଦିୱାନା ହୋଇ ମିଳନ ଚାହିଁବ। ଫୁଲକୁ ମହୁମାଛିର ଶୁଣ୍ଢ ଲଗାଇ ଆଘ୍ରାଣ ଶୁଙ୍ଘିଲା ଭଳି। ଏମିତି ଲୋକମାନଙ୍କୁ ବିଧାତା ଜନ୍ମ କରାଇଥାଏ ଯେ, କିଛି ପ୍ରେମ ବିବାହ କରିବେ, କିଛି ପରକୀୟା ପ୍ରୀତି କରିବେ। ଜୀବନରେ ପ୍ରେମ ବିବାହକୁ ନ ବଦଳି ପରକୀୟାରେ ବି ରହିଯାଇଥାଏ। କାରଣ ମହୁମାଛି ଭଲ ପାଏ ନାହିଁ କେବେ ହେଲେ ଗୋଟିଏ ଫୁଲକୁ ଓ ଉଡ଼ି ବୁଲୁଥାଏ ଲମ୍ପଟ ପୁରୁଷ ଭଳି ଫୁଲକୁ ବୋଲି ତା ବିରୋଧୀ ଗୁଜବର ଆଲବମ୍ ପୃଷ୍ଠାରେ ଶହ ଶହ ଫଟୋଗ୍ରାଫ
ନିତି ଯୋଡ଼ାଯାଏ। ଫୁଲକୁ ନୁହେଁ କି ଦେହକୁ ନୁହେଁ, ତା ବାସ୍ନାକୁ ହିଁ ଭଲ ପାଏ ମହୁମାଛି। ଶ୍ରଦ୍ଧା କରେ ଫୁଲର ଆତ୍ମାକୁ ଋଷି ପରି। ଏକ ସଙ୍ଗେ ବାସନା ଓ ବାସନାତୀତର ବଳୟରେ ଥାଇ କାମନାକୁ ସୀମାବଦ୍ଧ କରି ଜ୍ଞାନ ବୃଦ୍ଧି ଓ ତରୁଣ ଦାର୍ଶନିକ ଭଳି। ଯିଏ ପ୍ରକୃତରେ ବଜାରୀ, ଲମ୍ପଟ, କାମୁକ, ବିଟପୀ, ଭ୍ରଷ୍ଟ, ନଷ୍ଟ ଚରିତ୍ର, ପୁରୁଷ ପ୍ରେମିକ ମହୁମାଛି ସାଜିଛି, ସେ କେବେ ଜଣେ ନାରୀ ପାଖେ ସନ୍ତୁଷ୍ଟ ପରିତୃପ୍ତ ରହିପାରେ ନା। ସେ ଚାହିଁବ ଅଲଗା ଅଲଗା ନୂଆ ନୂଆ ନାରୀ ଦେହ ଅର୍ଥାତ୍ ବେଶ୍ୟାକୁ। ନିଜେ ପୁରୁଷ ବେଶ୍ୟା ବୋଲି ସମାଜରେ ସେ ବଦନାମ ଅପଖ୍ୟାତି ରଖିଛି। ତାକୁ ଭଲ ପାଉନଥିବା ମଣିଷମାନେ ତାର ବିରୋଧୀ ହୋଇ ସେ ଜଣେ ନଷ୍ଟ ଚରିତ୍ର, ପୁରୁଷ ବେଶ୍ୟା, ଲମ୍ପଟ, ବିଟପୀ ପୁରୁଷ ବୋଲି ମିଥ୍ୟା ଅପପ୍ରଚାର ବା ଗୁଜବ ରଚନା କରି ଲୋକଙ୍କୁ କହିଥାନ୍ତି, ହେ, ତାକୁ କ'ଣ ଝିଅ ବାହା ଦେବ? ତାର ପରା କେତେ ଝିଅଙ୍କ ସହିତ ପାପ ସମ୍ପର୍କ ରଖିଛି। ମୋ ଘରକୁ ଆସ, ମୋ ଫଟୋ ବହି ଆଲବମରେ ସେସବୁ ତୁମକୁ ଦେଖାଇ ଦେବି। ଅତଏବ ଜୀବନ ତାର ଦୁଃଖ ବେଦନାରେ ଜଳୁଥାଏ, ପଡ଼ୁଥାଏ, ଦଗ୍ଧୀଭୂତ ହୁଏ। ସେ ବଦନାମ ବାଦଶାହା। ପ୍ରକୃତ କାମୁକ ପୁରୁଷ ମହୁମାଛି ନାରୀ ସୁନ୍ଦରୀ ଫୁଲ ବଗିଚାରେ ସୁନ୍ଦରୀ ଫୁଲ ରୂପୀ ଦେହକୁ ଚାହେଁ ନା। ସେ ଚାହେଁ ଯୌନ ପିପାସାର ସୁଗନ୍ଧ ସୌରଭ। ଗୋଟିଏ ବା ଜଣେ ନାରୀକୁ ପ୍ରକୃତରେ ଭଲ ପାଉଥିଲେ ସେ ତ ତାକୁ ବାହା ହୋଇ ରହନ୍ତା, ଆଉ ବାରନାରୀ ଚାଖଣା କାମ କରନ୍ତା। ଏତେ କାହିଁକି? ମହୁମାଛି ଯେମିତି ଫୁଲକୁ ଭଲ ନ ପାଇ ଫୁଲର ସୁଗନ୍ଧକୁ ଭଲ ପାଏ, ବିଟପୀ ପୁରୁଷ ସେମିତି ନାରୀକୁ ଭଲ ନ ପାଇ ସୁନ୍ଦରୀ ନାରୀ ଭିତରେ ଥିବା ଯୌନ ଉଦ୍ରେକକୁ ବାସ୍ନା ଭାବି ଭଲ ପାଇଥାଏ। ସେ ଲାଗି ସେ ହୁଏ ସହସ୍ର ଶଯ୍ୟାର ନାୟକ। ତାର ଭଲ ପାଇବା ନାରୀ ଫୁଲ ରୂପୀ ମନକୁ, ଯିଏକି ତାକୁ ଯୌନତାର ଆମନ୍ତ୍ରଣ ନିମନ୍ତ୍ରଣ କରେ ପାରବନିତାର ପତିତା ନାମରେ। ଋଷି ଯେମିତି ତପସ୍ୟାର ବାସନା କାମନା ଇଚ୍ଛା କରେ, ଆଉ ତପସ୍ୟାର ରହିଥିବା ବାସନା ପଛରେ ମୋକ୍ଷ ମୁକ୍ତିର ଇଚ୍ଛା କରିଥାଏ, ସେମିତି ଜଣେ ନାରୀକୁ ଭୋଗ କରି ସାରିବା ପରେ ଆଉ ତାକୁ ପୁଣି ଥରେ ଭୋଗ ନ କରିବାର ଇଚ୍ଛା କରି ଅନ୍ୟ ନୂଆ ନାରୀର ବାସନାତୀତର ଭୋଗର ଘେରର ବଳୟରେ ବା ସାନ୍ନିଧ୍ୟ ସଂସର୍ଗରେ ରହିବାକୁ ଇଚ୍ଛା କରିଥାଏ। ତାର କାମନା ଏମିତିରେ ହିଁ ଥାଏ, ଏଇଥିରେ ହିଁ ପରିତୃପ୍ତ ହୁଏ, ଯାହାକୁ କବି ସୀମାବଦ୍ଧ ନାମରେ ସୂଚାଇଛନ୍ତି। ନୂଆ ନୂଆ ଅଲଗା ଅଲଗା ନାରୀର ସାନ୍ନିଧ୍ୟ, ସାମୀପ୍ୟ, ସଂସର୍ଗତା ପରକୀୟା ପ୍ରୀତି କାମନାରେ, କାମସୂତ୍ରରେ ଭିନ୍ନ ଭିନ୍ନ ଜ୍ଞାନକୁ ଜଣାଏ, ବୃଦ୍ଧି କରେ ବା ବଢ଼ାଏ। ଜଣେ ନାରୀର ଭୋଗରେ ଚିରାଚରିତ ଅଛି, ନୂତନତା କ'ଣ ଅଛି ଯେ ଯୌନତାର ରୁଚିରେ ଜାଣିବା ବଢ଼ିବ? ବରଂ ଅଲଗା ଅଲଗା ନାରୀରେ ନା। ଏଭଳି ଲୋକ ବିଟପୀ ପୁରୁଷ। ଜଣେ ଜଣେ ବାତ୍ସାୟନ ଋଷି ମହର୍ଷି, ଯିଏକି ଯୌନ ଭୋଗର ଦାର୍ଶନିକତାରେ ଥାଇ କାମସୂତ୍ର ଲେଖିଥିଲେ। ଦର୍ଶନରୁ ଜ୍ଞାନ ମିଳେ, ଜ୍ଞାନରୁ କ୍ଷୁଧାର ଆୟୋଜିତ ରଚନା ହୁଏ, ନୂଆ ମାଲ କେମିତି ଖୋଜାଯିବ ତାର ଉପାୟ ଆସେ। ବାସ୍ତବିକ କବିଙ୍କର ବିଟପୀ ପୁରୁଷକୁ ମହୁମାଛିର ତର୍କଣା କଳ୍ପନା କରିଦେବାରେ ତୁଳନା ସହିତ ସର୍ଜନାର ଅପୂର୍ବତା ଅଛି। ବିଟପୀ ପୁରୁଷ ହିଁ କବିତାର ମହୁମାଛିର ଚିତ୍ରକଳ୍ପ ଓ ପ୍ରତୀକ। ଯୌନତା ହିଁ ମଧୁ ବା ମହୁ। ଇଂରାଜୀରେ ଦି ବିଜି ବି ନାମରେ ପୋଏମଟିଏ ଅଛି, ଯାହାକି ମୁଁ ପଢ଼ିଥିଲି।